ବଡ଼ ଧରଣର ଅପଡେଟ୍ ବଡ଼ ଖବର ସକାଳର ଖବର ଯା ଏବେ ନ୍ୟୁଜ୍ ଆସି ପହଞ୍ଚୁଛି କି ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଲଘୁଚାପ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇ ପଶ୍ଚିମ ଏବଂ ଉତ୍ତର ପଶ୍ଚିମକୁ ଗତି କରି କାଲି ସକାଳ ସୁଦ୍ଧା ଅବପାତର ରୂପ ନେବ। 30 ତାରିଖ ସକାଳେ ବାତ୍ୟାର ରୂପ ନେବ। ପରବର୍ତ୍ତୀ ସମୟରେ ତାହା ସିଭିୟର ରୂପ ନେଇ ସାଇକ୍ଲୋନିକ ବା ବାତ୍ୟାର ରୂପ ନେବ। ଏହା ଉତ୍ତର ପଶ୍ଚିମକୁ ଗତି କରି ଏହା ପ୍ରଭାବରେ 24 ତାରିଖ ସକାଳ ସୁଦ୍ଧା ଓଡ଼ିଶାର ପଶ୍ଚିମବଙ୍ଗ ନିକଟରେ ପହଞ୍ଚିବ। ଏହା 23 ତାରିଖ ଦିନ ରାତିରେ ପବନର ବେଗ ବଢ଼ି 100ରୁ 140 କିଲୋମିଟର ପବନ ବହିପାରେ ବୋଲି ଯାହା ଲାଟେଷ୍ଟ ଅପଡେଟ୍ ଆମେ ଆପଣଙ୍କୁ ଦଉଛୁ। 24 ତାରିଖରେ ପବନର ବେଗ ପ୍ରାୟ 120 କିଲୋମିଟର ବୋଲି ଯାହା ସୂଚନା ଆସୁଛି, କିନ୍ତୁ ଏଯାଏଁ କୌଣସି କ୍ଷୟକ୍ଷତି ହେବ ବୋଲି ଯାହା ବିଶେଷ କ୍ଷେତ୍ରରୁ ଯାହା ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ବାତ୍ୟା ଲଘୁଚାପରେ ହିଁ ଜଣାପଡ଼ିବ ଏହା କେତେ ପରିମାଣରେ କେଉଁଠି ହିଁ ଲ୍ୟାଣ୍ଡଫଲ୍ ହେବ। ପାଣିପାଗ ବିଭାଗର ବରିଷ୍ଠ କର୍ମଚାରୀ କହୁଥିଲେ କୌଣସି ସ୍ପଷ୍ଟ ସୂଚନା ଆସୁନାହିଁ, କିନ୍ତୁ ଓଡ଼ିଶାରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଯାହା ବିଶେଷ ସୂତ୍ରରୁ ପ୍ରକାଶ ଆସୁଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ପ୍ରଭାବ ପଡ଼ିବ ବୋଲି ଯାହା ବିଶେଷ ସୂତ୍ରରୁ କିଛି ସ୍ପଷ୍ଟ ସୂଚନା ଆସୁଛି। ଯଦିଓ ଏହା ବାତ୍ୟା ଦାନିଆ ଲଘୁଚାପ ପରେ ହିଁ ସ୍ପଷ୍ଟ ସୂଚନା ଦେବ। ଏହା ଏବେ ଲାଟେଷ୍ଟ ଅପଡେଟ୍ ଆସୁଛି, ବ୍ରେକିଂ ନ୍ୟୁଜ୍ ଆସୁଛି। ଆଜି ସକାଳର ହେଡଲାଇନ୍ ବାତ୍ୟା ଦାନା ଘନୀଭୂତ ହେଉଛି।